ଆଗକୁ ନିର୍ବାଚନ ଆସୁଛି ତା ଭିତରେ ସେ କ'ଣ କହିବେ ଆପଣ ତା ଉପରେ କ'ଣ କହିବେ? ଆମର କଂଗ୍ରେସର ଯେଉଁ 9 ସୂତ୍ରୀ ଗ୍ୟାରେଣ୍ଟି କାର୍ଯ୍ୟକ୍ରମ ଅଛି ସେଇଟା ବହୁତ ଲୋକଙ୍କ ଭିତରେ ଆମେ ଯେତେବେଳେ ଗାଁ ଗହଳରେ ବୁଲୁଛୁ ସେଇଟା ବହୁତ ଆଟ୍ରାକ୍ଟିଭ୍ ହେଇଛି ତାଙ୍କମାନଙ୍କ ପାଇଁ। ସେଥିରେ ପ୍ରଥମ କଥା ହେଉଛି ଆମର ଅନୁଗୁଳଟା କୃଷିବହୁଳ ଅଞ୍ଚଳ। ସେଥିରେ ଆମେ ବର୍ତ୍ତମାନ କଂଗ୍ରେସ ଦଳ ଚାଷୀଙ୍କୁ ଆଗାମୀ ଦିନରେ ମିନିମମ୍ ସପୋର୍ଟ ଗ୍ୟାରେଣ୍ଟି ଯେଉଁଟା କହୁଛନ୍ତି 3000 ଟଙ୍କା ଧାନର ସହାୟକ ମୂଲ୍ୟ ଦେବ। ତା ସହିତ ଚାଷୀମାନଙ୍କୁ ମାସିକ ଗୋଟେ ପେନସନ୍ ମଧ୍ୟ ଦେବାର ବନ୍ଦୋବସ୍ତ କରାହେଇଛି ସେଥିରେ। ତା ସହିତ ଅନୁଗୁଳ ଗୋଟେ ଶିଳ୍ପାଞ୍ଚଳ ଜାଗା, ବହୁତ ଶିଳ୍ପ ଏଠି ତଥାପି ମଧ୍ୟ ଅନୁଗୁଳର ବେକାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦିଆଯାଇପାରି ନାହିଁ ବିଗତ ଦିନରେ। ତେଣୁ ସେଇଟା ନିଯୁକ୍ତି ଦେବା, ସ୍ଥାନୀୟ ଯେଉଁ ଆମର ଯୁବକ ଯୁବତୀ ତାଙ୍କୁ ନିଯୁକ୍ତି ଦେବାଟା ଆମର ପ୍ରଥମ କର୍ତ୍ତବ୍ୟ। ଯେଉଁ ଯୁବକ ଯୁବତୀମାନେ ନିଯୁକ୍ତିରେ ପାଇପାରିବେ ନାହିଁ ଫର୍ ଦି ଟାଇମିଂ ତାଙ୍କୁ ମଧ୍ୟ କିଛି ସହାୟତା ରାଶି ମାସିକ ଭତ୍ତା ଦେବା ପାଇଁ ମଧ୍ୟ କଂଗ୍ରେସ ଦଳ ଡିକ୍ଲେୟାର କରିଛି ତାଙ୍କ ମାନifestoରେ। ତୃତୀୟ କଥା ହେଉଛି ଆମେ ଗ୍ୟାସ୍ ଯେଉଁ ଘର ଘରରେ ଆମେ ଗୃହିଣୀମାନଙ୍କୁ ଗ୍ୟାସ୍ 450 ଟଙ୍କାରେ ପହଞ୍ଚାଇବୁ ପ୍ରତି ମାସରେ। ଗୋଟେ ପରିବାରକୁ 200 ୟୁନିଟ୍ ବିଜୁଳି ମାଗଣାରେ ଦେବୁ। ଏସବୁ ଜିନିଷକୁ ନେଇକରି ଆମେ ଆଗାମୀ ନିର୍ବାଚନକୁ ଆସୁଛୁ ଏବଂ ଏହା ଗ୍ରହଣୀୟ ହେଉଛି ଲୋକଙ୍କ ଭିତରେ। ଯେମିତିକି ଆଗରୁ ଜାଣିବାକୁ ପାଉଥିବା ବିଜନେସ୍ରେ ବହୁତ ନାଁ କମିଥିଲେ, ବିଜନେସ୍କୁ ରାଜନୀତିରେ କେମିତି? ବ୍ୟବସାୟ ବର୍ତ୍ତମାନ ମୋର ପୁଅ ଚାକିରି ଛାଡ଼ି ଆସିକି ଗତ 2 ବର୍ଷ ହେଲା ବ୍ୟବସାୟ ଖୁବ୍ ମାନେ ସବୁ ଦାୟିତ୍ୱ ନେଇସାରିଛି। ନିକଟ ଅତୀତରେ ମଧ୍ୟ ମୋ ପୁତୁରା ମୋ ସାନ ଭାଇର ପୁଅ ଯିଏ ସେ ମଧ୍ୟ ଆସିକି ବିଜନେସ୍ 2 ଭାଇ ଯାକ ମିଶିକି ବିଜନେସ୍କୁ ପୁରା ଦାୟିତ୍ୱ ନେଇ କରୁଛନ୍ତି। ତେଣୁ ମୋତେ ସେସବୁ ବାବଦରେ ଆଉ ସମୟ ଦେବାକୁ ପଡ଼ୁନାହିଁ।